ଦେଖନ୍ତୁ ଚିଠିଟି ରହିଛି ଆଡ଼ିସନାଲ୍ ସେକ୍ରେଟାରୀ ଗଭର୍ଣ୍ଣମେଣ୍ଟ ଏବଂ ପଠାଇଛନ୍ତି ଚିଠିଟି ଏବଂ ଡାଇରେକ୍ଟର ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ଭୁବନେଶ୍ୱରଙ୍କୁ ଚିଠିଟି ରହିଛି। ସବଜେକ୍ଟ ରହିଛି ଫିଲିଂ ଅଫ୍ ଭ୍ୟାକାଣ୍ଟ ଟିଚିଂ ଆଣ୍ଡ ନନ୍ ଟିଚିଂ ପୋଷ୍ଟ ଇନ୍ ଗଭର୍ଣ୍ଣମେଣ୍ଟ ଫୁଲ୍ଲି ଏଡେଡ୍ ହାଇସ୍କୁଲ, ଫୁଲ୍ଲି ଏଡେଡ୍ ସାଂସ୍କ୍ରିଟ୍ ଟୁଲ୍, ନ୍ୟୁ ଏଡେଡ୍ ହାଇସ୍କୁଲ ଏବଂ ନ୍ୟୁ ଏଡେଡ୍ ସାଂସ୍କ୍ରିଟ୍ ଟୁଲ୍ରେ ଆମେ ଯେଉଁ ଏସ୍ଏସ୍ପି ଟିଜିଟି ବାହାରିବାର ଥିଲା ଇଏ ତା'ର ହେଉଛି ପ୍ରକ୍ରିୟା ଆରମ୍ଭ ହୋଇଗଲା। ଖୁବ୍ ଶୀଘ୍ର ଏସ୍ଏସ୍ପି ଟିଜିଟି ଆସିବ। ଦେଖନ୍ତୁ ଇଏ ରହିଛି ସାଂକ୍ସନ୍ ଷ୍ଟ୍ରେନ୍ଥ ମେନ୍ ଇନ୍ ପୋଜିସନ୍ ଭ୍ୟାକାନ୍ସି ଇନ୍ ଫୁଲ୍ଲି ଏଡେଡ୍ ହାଇସ୍କୁଲ ଆଣ୍ଡ ନ୍ୟୁ ଏଡେଡ୍ ହାଇସ୍କୁଲର ଏଇଟା ରହିଛି ଫର୍ମାଟ୍। ପ୍ରଥମେ ଆପଣ ଟିଜିଟି ଆର୍ଟ୍ସ, ପିସିଏମ୍, ସିବିଜେଡ୍, ହିନ୍ଦୀ, ସାଂସ୍କ୍ରିଟ୍, ଉର୍ଦ୍ଦୁ, ପିଟ୍, ଜୁନିୟର କ୍ଲର୍କ, ପିଅନ ଟୋଟାଲ୍ କେତେ ସାଂକ୍ସନ୍ ଷ୍ଟ୍ରେନ୍ଥ ରହିଛି, ମେନ୍ ଇନ୍ ପୋଜିସନ୍ କେତେ ରହିଛି। ଗୋଟେ ସ୍କୁଲରେ ସାଂକ୍ସନ୍ ଷ୍ଟ୍ରେନ୍ଥ ଧରି ନିଅନ୍ତୁ 8ଟି ରହିଛି ଏବଂ ବର୍ତ୍ତମାନ ସେଥିରେ 6 ଜଣ କାମ କରୁଛନ୍ତି, ତାହେଲେ ଭ୍ୟାକାନ୍ସି ରହିବ 2ଟି। ସେହିଭଳି ନ୍ୟୁ ଏଡେଡ୍ର ମଧ୍ୟ ସାଂକ୍ସନ୍ ଷ୍ଟ୍ରେନ୍ଥ, ମେନ୍ ଇନ୍ ପୋଜିସନ୍ ଏବଂ ଭ୍ୟାକାନ୍ସି କେତେ ରହିଛି। ଏଇଟା ଟୋଟାଲ୍ ଯେତେବେଳେ ଦେଖିବା ଏଥିରେ ପିଅନ, ଜୁନିୟର କ୍ଲର୍କ ବି ଏଥିରେ ଆସିଯିବ। ଯେହେତୁ ବର୍ତ୍ତମାନ ଏସ୍ଏସ୍ବି ଟିଜିଟିର କଲେଜ ଗୁଡ଼ିକରେ ଚାଲିଛି କ୍ଲର୍କ, ଜୁନିୟର କ୍ଲର୍କ, ତେଣୁକରି ହାଇସ୍କୁଲ ଗୁଡ଼ିକର ମଧ୍ୟ ଜୁନିୟର କ୍ଲର୍କ ଏବଂ ପିଅନର ଭ୍ୟାକାନ୍ସି ଖୁବ୍ ଶୀଘ୍ର ଆସିବ। ଆଉ ଗୋଟିଏ ଭଲ ଖବର ଯଦି ଦେଖିବା ଏଠି ରହିଛି ସାଂକ୍ସନ୍ ଷ୍ଟ୍ରେନ୍ଥ ମେନ୍ ଇନ୍ ପୋଜିସନ୍, ମ୍ୟାନ୍ ଇନ୍ ପୋଜିସନ୍ ଆଣ୍ଡ ଭ୍ୟାକାନ୍ସି ଇନ୍ ଫୁଲ୍ଲି ଏଡେଡ୍ ସାଂସ୍କ୍ରିଟ୍ ଟୁଲ୍, ନ୍ୟୁ ଏଡେଡ୍ ସାଂସ୍କ୍ରିଟ୍ ଟୁଲ୍। ଫୁଲ୍ଲି ଏଡେଡ୍ ସାଂସ୍କ୍ରିଟ୍ ଟୁଲ୍ ଗୁଡ଼ିକରେ ଦେଖନ୍ତୁ କ'ଣ କ'ଣ ନିଯୁକ୍ତି ପାଇପାରିବେ। ଆଚାର୍ଯ୍ୟ ବା ହେଡ୍ ପଣ୍ଡିତ, ଯେଉଁମାନେ ହେଡ୍ ସାର୍, ଶାସ୍ତ୍ରୀ ପଣ୍ଡିତ, ବିଏବି, ଆଇଏସିସିଟି, ଟ୍ରେଣ୍ଡ ମାଟ୍ରିକ, ପିଅନ, ଏସବୁ ଗୁଡ଼ିକର ଭ୍ୟାକାନ୍ସି ପୋଜିସନ୍ ମଧ୍ୟ ମଗାଯାଇଛି। ତା'ମାନେ ଏଥିରେ ହାଇସ୍କୁଲ ଟିଚର ଭ୍ୟାକାନ୍ସି ଆସିବା ସହିତ ପ୍ରାଇମେରୀ ଟିଚର ବି ଖୁବ୍ ଶୀଘ୍ର ଆସିବ। ଏଥିରେ ମଧ୍ୟ ସେମ୍ ରହିଛି। ତେଣୁକରି ଏ ଚିଠିଟି ଖୁବ୍ ଶୀଘ୍ର ଦର୍ଶାଉଛି ଯେ ବହୁତ ଶୀଘ୍ର ନିଯୁକ୍ତି ବାହାରିବ।